हेलो प्रिय पिलाମାନେ ସମସ୍ତଙ୍କୁ ଓଡ଼ିଆ ସାର୍ OAV ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ମୁଖ୍ୟତଃ ଏହି ଭିଡ଼ିଓଟି ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ। ଏହି ଭିଡ଼ିଓରେ ଅଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ 2022-23 ବାର୍ଷିକ ପରୀକ୍ଷାରେ ଆସିଥିବା ଓଡ଼ିଆ ପ୍ରଶ୍ନ। ଚାଲ ସମସ୍ତ ଏକ ମାର୍କିଆ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତେବେ ପିଲାମାନେ ଦେଖିପାରୁଥିବ ପ୍ରଶ୍ନ ନମ୍ବର 2ରେ ଅଛି ଯେକୌଣସି 10ଟି କରିବା ପାଇଁ କୁହାଯାଇଥିଲା। ଗଦ୍ୟ ପଦ୍ୟ ଗଳ୍ପ ଏକାଙ୍କିକା ବିଭାଗରୁ ମୋଟ 10ଟି ପ୍ରଶ୍ନ ଅଛି। କଳାମାଣିକରେ ବିଦଗ୍ଧ ଚିନ୍ତାମଣି କାବ୍ୟର କେଉଁ ଛାନ୍ଦରୁ ଅଣାଯାଇଛି? ଉତ୍ତର ହେବ 67। କେତେ ପିଲାମାନେ? 67 ଛାନ୍ଦ। କିଏ ଛୋଟ ହେଲେ ବି ସମସ୍ତଙ୍କ ପ୍ରିୟ ହୋଇଥାଏ? କିଏ ଛୋଟ ହେଲେ ବି ସମସ୍ତଙ୍କ ପ୍ରିୟ ହୋଇଥାଏ? ଫୁଲ। ଦଶରଥଙ୍କର କେତୋଟି ରାଣୀ ଥିଲେ? 3 ରାଣୀ ଥିଲେ। କିଏ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି? ଗଙ୍ଗା ମାତା। ମୁଜାଫରପୁର କେଉଁ ରାଜ୍ୟରେ ଅବସ୍ଥିତ? ବିହାର। ବାଳକ ବିରସୀ କବିତାର କବି କିଏ? ଅନନ୍ତ ପଟ୍ଟନାୟକ। ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଂକେତ କାହାର ଦୁଇ ପାର୍ଶ୍ୱ ଭଳି? ମୁଦ୍ରାର। କେଉଁଠି ମଣିଷର ଜୀବନ ଅଟେ? ଖାଦ୍ୟ। ଦୁର୍ଘଟଣା ଘଟିଥିବା ବିମାନରେ କେତେଜଣ ଯାତ୍ରୀ ଯାତ୍ରାରେ ବାହାରିଥିଲେ? 7 ଜଣ। କିଏ ଥିଲେ ଜଣେ ଶାନ୍ତ ସ୍ୱଭାବର ଲୋକ? ରାଜା। ଭାରତର ପ୍ରଥମ ମୁକ୍ତି ସଂଗ୍ରାମ କେଉଁଠାରେ ଆରମ୍ଭ ହୋଇଥିଲା? ଓଡ଼ିଶାରେ। ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ଫଟୋ କେଉଁଠାରେ ଟଙ୍ଗା ହୋଇଥିଲା? କାନ୍ଥରେ। ନଳୀ ଶବ୍ଦର ଅର୍ଥ କ'ଣ? ବନ୍ଧୁକ। କେଉଁଠି ତରୁ ଶବ୍ଦର ପ୍ରତିଶବ୍ଦ ନୁହେଁ? କାନନ। ସିଧା ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ? ସିଧାର ବିପରୀତ ବଙ୍କା। କେଉଁ ଶବ୍ଦଟି ବହୁବଚନମୂଳକ ଶବ୍ଦ ଅଟେ? ଆମେ। କେଉଁଟି ଏକବଚନମୂଳକ ଅଟେ? ବାଳକ। ପୁତ୍ର ଶବ୍ଦର ସ୍ତ୍ରୀଲିଙ୍ଗ ବାଚକ ପଦଟି କ'ଣ ଅଟେ? ପୁତ୍ରର କନ୍ୟା ହେବ। ପୁଣି ପ୍ରଶ୍ନ ଦେଖ, ଏକ ମାର୍କିଆ ପ୍ରଶ୍ନ ଅଛି ପିଲାମାନେ। କେଉଁମାନଙ୍କୁ ରବି ପରି ରଶ୍ମିମାନ ବୋଲି କବି କହିଛନ୍ତି? କେଉଁମାନଙ୍କୁ ରବି ପରି ରଶ୍ମିମାନ କୁହାଯାଇଛି? ତାରାମାନଙ୍କୁ। କେଉଁମାନଙ୍କୁ? ତାରାମାନଙ୍କୁ। ଯେହେତୁ ସମୟର ଅଭାବ ପିଲାମାନେ, ତେଣୁ ମୁଁ କେବଳ ତା'ର ଉତ୍ତର କହୁଛି, ତୁମେ ଶୁଣିବ ଏବଂ ନିଜ ଖାତାରେ ଲେଖିବ। ତାରାମାନଙ୍କୁ ଏଠି ରବି ପରି ରଶ୍ମିମାନ ବୋଲି କୁହାଯାଇଛି। ହରିହର କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ହରିହର ଶ୍ରୀରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ। ନାଇରୁ ଟୋକାକୁ କେଉଁମାନେ ଡାକିଲେ? ଇଂରେଜମାନେ ଡାକିଲେ ବା ଗୋରା ପୁଅମାନେ ଡାକିଲେ। ମହୋଦଧିକୁ ନଦୀ କ'ଣ କହିଲା? ନଦୀ ନିଜର ଦୁଃଖ କଥା କହିଲା। ନମ୍ବର 5 ଭି ନମ୍ବର। ରାଜା ପାହାଡ଼ କୋଳରୁ କେଉଁ ଶବ୍ଦ ଶୁଣିବାକୁ ପାଇଲେ? ଠକ୍ ଠକ୍ ଶବ୍ଦ। କେଉଁ ଶବ୍ଦ ପିଲାମାନେ? ଠକ୍ ଠକ୍ ଶବ୍ଦ। ବୀର ସୁରେନ୍ଦ୍ର ସେ କାହାକୁ ବାହା ହୋଇଥିଲେ? ହାତୀବାଡ଼ି ଜମିଦାରଙ୍କ କନ୍ୟାକୁ ବାହା ହୋଇଥିଲେ। ଦୁର୍ଘଟଣା ଯୋଗୁଁ ଆମର କ'ଣ କ୍ଷୟ ହୋଇଥାଏ? ଦୁର୍ଘଟଣା ଯୋଗୁଁ ଆମର କ'ଣ କ୍ଷତି ହୁଏ? ଧନ ସମ୍ପତ୍ତି ନଷ୍ଟ ହୋଇଥାଏ। କାହା ଦ୍ୱାରା ଜନସଂଖ୍ୟା ରୋକାଯାଇପାରିବ? ସଚେତନତା ଦ୍ୱାରା। ଲୋକମାନଙ୍କୁ ଆମେ ସଚେତନ କରି ଜନସଂଖ୍ୟାକୁ ରୋକିପାରିବା। ଅରିଲିଙ୍କୁ ଦୁର୍ଗମ ଅରଣ୍ୟରେ କିଏ ବାଟ କଢ଼ାଇଲା? କିଏ? ତାଙ୍କର ସାହସ ଏବଂ କାମନା। ରାଜା ପ୍ରତିଦିନ କେଉଁ କାମଟି କରିବାକୁ ଭଲ ପାଉଥିଲେ? ରାଜା ପ୍ରତିଦିନ କେଉଁ କାମଟି କରିବାକୁ ଭଲ ପାଉଥିଲେ? ହାତୀ ଉପରେ ବସି ନଗର ଭ୍ରମଣ କରିବା ପାଇଁ ସେ ଭଲ ପାଉଥିଲେ। ଜୟରାଜ ଗୁରୁଙ୍କ ପିଲାବେଳ କିପରି କଟିଥିଲା? ଅତି ରକ୍ଷଣାବେକ୍ଷଣ ସହ କଟିଥିଲା ବା ଅତି ରକ୍ଷଣାବେକ୍ଷଣରେ କଟିଥିଲା ତାଙ୍କ ପିଲାଦିନ। ପ୍ରଧାନ କିଏ ଥିଲେ? ସେ କିପରି ଲୋକ ଥିଲେ? ପ୍ରଧାନ ହେଉଛନ୍ତି ସତ୍ୟର ବାପା। ସେ କିପରି ଲୋକ ଥିଲେ? କି ଜାତି ଧର୍ମ ଭେଦଭାବ ରଖୁଥିବା ପ୍ରକୃତିର ଜଣେ ବ୍ୟକ୍ତି ଥିଲେ। ଇଏ ହେଲା ସମସ୍ତ ଏକ ମାର୍କିଆ ପ୍ରଶ୍ନ, ଯାହାକି 2023 ମସିହାରେ ଆସିଥିଲା। ଏହି ପ୍ରଶ୍ନଗୁଡ଼ିକ ମଧ୍ୟ ତୁମେ ଅଭ୍ୟାସ କରିବ। ପୁନର୍ବାର ଆଗାମୀ ବାର୍ଷିକ ପରୀକ୍ଷାରେ ମଧ୍ୟ ଆସିପାରେ। ତ ପିଲାମାନେ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବ, କମେଣ୍ଟ କରିବ ଏବଂ ନିଜ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦେବ। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।